ଆପଣ କ'ଣ ଇଲେକ୍ସନ୍ ହାରିଲା ପରେ ଆପଣଙ୍କ ମନ ଖରାପ ହେଇନି? ଆଉ ଆମେରିକା ଫେରିକିରି ପୁଣି ସେଠି କାମ କରିବା ପାଇଁ ଇଚ୍ଛା ହେଉନି ଆପଣଙ୍କର? ନାଇଁ, ଆମେ ଗୋଟେ ଆସିଛୁ ଗୋଟେ ମୁଡ୍ରେ କୁହନ୍ତି ନା ତମ ଗୋଲ୍ଟା ସୁଡନ୍ଟ ଚେଞ୍ଜ। ଅବଷ୍ଟାକଲ୍ ଆସିବ, ଅବଷ୍ଟାକଲ୍ କ୍ରସ୍ ହେବ, ଯିବ ଅବଷ୍ଟାକଲ୍ସ, ବଟ୍ ଗୋଲ୍ ଚେଞ୍ଜ କରିକିରି ଯଦି ଅବଷ୍ଟାକଲ୍ ଉପରେ ପଡ଼ିଯିବ ତାହେଲେ ଆଉ ଗୋଲ୍ ପାଖକୁ ପହଞ୍ଚି ପାରିବନି, ସେ ଅବଷ୍ଟାକଲ୍ ଭିତରେ ରହିଯିବ ଲୋକଟା। ତ ବାଧା ବନ୍ଧନକୁ ଅତିକ୍ରମ କରି ଆଉ ଗୋଲ୍ ପାଖରେ ପହଞ୍ଚିବା ହେଉଛି ଆମର କାମ। ବାସ୍, ସେଇଟା ସମସ୍ତଙ୍କର ଆଟିଚ୍ୟୁଡ୍ ରହିବା ଦରକାର। ତ ଆପଣଙ୍କର ଅଭିଜ୍ଞତା ଏଇଆ ହେଲା କି ଯେ ଟଙ୍କା ଖର୍ଚ୍ଚ ନ କଲେ ଇଲେକ୍ସନ୍ ଜିତି ହୁଏନି, ତେଣୁ ଟଙ୍କା ଆପଣ ରେଡ଼ି କରୁଛନ୍ତି, ତାପରେ ଇଲେକ୍ସନରେ ଖର୍ଚ୍ଚ କରି ଜିତିବେ? ନା, ଟଙ୍କା ନିଜ ଝାଳ ବୁହା ପଇସା ଏମିତି ମଦରେ ଉଡ଼େଇ ଆଇ ଡୋଣ୍ଟ ଲାଇକ୍, ନହେଲେ ନାହିଁ ପଲିଟିକ୍ସ। ଆମେ ଥରେ ଫେଲ୍ ମାରିଲୁ, ମେ ବି ଆଇଡ଼ିଆ ବହୁତ ଆଗୁଆ ହେଇଗଲା। ଗୁଡ଼େ ଆଇଡ଼ିଆ ଫେଲ୍ ହୁଏ ବିକଜ୍ ଦେ ଆର୍ ବିଫୋର୍ ଟାଇମ୍। କିନ୍ତୁ ଲୋକ ଚେତିବେ, ଲୋକଙ୍କୁ ଯେଉଁ ଚେତେଇବା ଜିନିଷଟାକୁ କଣ୍ଟିନ୍ୟୁ ରଖିବା, ଆଉ ଥରେ ଟ୍ରାଏ କରେ। ଆଉ ଯଦି ଚେତିଲେନି ତାହେଲେ ଥ୍ୟାଙ୍କ ୟୁ କରିକି ୟୁ ୱିଲ୍ ହାଭ୍ ଏ ନାଇସ୍ ରିଟାୟାରମେଣ୍ଟ ଲାଇଫ୍। ତ ଆଉ ଥରେ ଆପଣ ଟ୍ରାଏ କରିବେ ନିହାତି। ତ କେଉଁଠି ଜଟଣୀରେ ଟ୍ରାଏ କରିବେ ନା ନିମାପଡ଼ାରେ ଟ୍ରାଏ କରିବେ? ଜଟଣୀ ବାଇ ପ୍ରିନ୍ସିପୁଲ୍ ମୁଁ ଜଣକୁ ହ୍ୟାଣ୍ଡ ଓଭର କଲି, ସନ୍ତୋଷ ଭାଇକି, ଆଉ କହି ମୋତେ ଦେଇଦେ ଜଟଣୀଟା। ଦ୍ୟାଟ୍ ଇଜ୍ ନଟ୍ ଇନ୍ ମାଇ ପ୍ରିନ୍ସିପୁଲ୍। ଆଗ ପ୍ରିନ୍ସିପୁଲ୍ରେ ଲୋକ ରହିବା ଦରକାର, ନହେଲେ ନାହିଁ ପଲିଟିକ୍ସ।